ଆଜ୍ଞା ନମସ୍କାର। ମୁଁ ବୁଦ୍ଧନାଥ ତ୍ରିପାଠୀ ବାଲିପାଟଣା। ସେ ଆଗରୁ ଯୋଉ ପ୍ରସାରଣ ହେଇଥିଲା କଣ ନା ଆମର ଯୋଉ ଏବଂ ବର୍ତ୍ତମାନ ଅଫିସର ମାନେ ଆସିଲେ, ସେମାନେ ସବୁ ଆମ କଥା ଶୁଣିଲେ ସାର୍ ମାନେ, ଆଉ ତାଙ୍କର ଠିକ ଜାଗାରେ ମାପଚୁପ ସରିଲା ପରେ ଠିକ ଜାଗାରେ ତାଙ୍କର ବ୍ରିଜଟି କରିଛନ୍ତି। କିନ୍ତୁ ବର୍ତ୍ତମାନ ସରକାରଙ୍କୁ ଆମର ଅନୁରୋଧ ଯେ ଆମ କଥା ପୂର୍ବରୁ ଶୁଣିଲେ, ଏବେ ଆଉ ଗୋଟିଏ ଅନୁରୋଧ କରୁଛୁ ଯେ ବହୁତ ଦିନ ହେଲେ ଆମ ଜାଗା ମାନଙ୍କରେ ସବୁ ଖୋଳିକି ଖାଲ କରିଦେଇଥିଲେ। ଏବେ ଯୋଉ ନକ୍ସା ମୁତାବକ ସଫେଇଟି ସଜଡ଼ା ଯିବ, ସେ ମାଟି ତକ ଯୋଉ ଖୋଳା ହବ ଆମ ଜାଗା ଫିଲ୍ଅପ୍ କରନ୍ତୁ। କାହିଁକି ନା ଆମ ଜାଗା ବହୁତ ଦିନ ଆମେ ବହୁତ କ୍ଷତି ସହିଛୁ। ସରକାରଙ୍କ ପାଖରେ ଆମର ଏତିକି ଅନୁରୋଧ, ଯାହା ପୂର୍ବ କଥା ଆମର ଯାହା ଯେମିତି ଶୁଣିଲେ, ବର୍ତ୍ତମାନ ଏତିକି ଅନୁରୋଧ, ଆମର କିଛି ଅଭିଯୋଗ ନାହିଁ। ଆମର ଏତିକି ଅନୁରୋଧ ଯେ ଯୋଉ ମାଟି ଖୋଳା ହବ, ଆମର ଯୋଉ ଖାଲ ହେଇଛି ତାକୁ ଟିକେ ଭରଣା କରିବା ପାଇଁ ଚେଷ୍ଟା କରନ୍ତୁ। ଏତିକି ଆମର ଅନୁରୋଧ ସରକାରଙ୍କ ପାଖରେ। ଜୟ ଜଗନ୍ନାଥ। କହିବେ ଜନତା ଶୁଣିବେ ସରକାର, ଏମ୍ ନ୍ୟୁଜ ମାଧ୍ୟମରେ ଆମେ ପ୍ରସାରଣ କରିଥିଲୁ। ମୁଁ ହଉଛି କ୍ଷୀରୋଦଚନ୍ଦ୍ର ପଣ୍ଡା, ପ୍ରତାପଭଦ୍ରପୁର ଗ୍ରାମ ପଞ୍ଚାୟତ। ଯୋଉ ଗାଡି ପାଞ୍ଚଳ ପଞ୍ଚାୟତର ଭାଇନା ଏବଂ କିଛି ଚାଷୀ ଦାବି ରଖିଥିଲେ, ପୂର୍ବରୁ ଯୋଉ ସଫେଇଟି ଯାଇଥିଲା ତାଙ୍କର ଜାଗା ଉପରେ ଯାଇଥିଲା, ଖାଲ ଅଂଶ ଥିଲା, ପାଣି ଯାଇଥିଲା। ଯେତେବେଳେ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ବାଲିପାଟଣାରୁ ଗାଡି ପାଞ୍ଚଳକୁ ଏପଟେ ନେଲେ ବୁଦ୍ଧନାଥ ମନ୍ଦିର ଦେଇଯିବ, ତେଣୁ ଯେତେବେଳେ ବ୍ରିଜ ଟି କରିବାକୁ ଚାହିଁଲେ ତାଙ୍କରି ଜାଗା ସିଧା ଯେତେବେଳେ ହେଲେ ଏମାନେ ଅଭିଯୋଗ କଲେ, ନାଇଁ ସରକାର ମାପଚୁପ କରନ୍ତୁ, ତାଙ୍କର ଯୋଉଠି ଅଛି ଜାଗା ସେ କରନ୍ତୁ। ଆଉ ସରକାର ମାପଚୁପ କଲେ ଏବଂ ବ୍ରିଜ କାମ କରିଛନ୍ତି। ଯାଉ ସରକାରଙ୍କୁ ଆମେ ଧନ୍ୟବାଦ ଦଉଛୁ। ସରକାର ଚାଷୀ ମାନଙ୍କ କଥା ଶୁଣିଲେ। ଯୋଉ ଗୋଟିଏ ଚାଷୀ ମାନଙ୍କର ଅଭିଯୋଗ ଆମ ପାଖକୁ ଆସିଛି, ସେଇ ଚାଷୀ ମାନଙ୍କର ପୂର୍ବରୁ ଯୋଉ ତାଙ୍କ ପଟକୁ ଯାଉଥିଲା ପାଣି, ତାଙ୍କ ବିଲ ଆଗ ସବୁ ଖାଲ ହେଇଯାଇଥିଲା। କିନ୍ତୁ ବର୍ତ୍ତମାନ ଯୋଉ ସଫେଇଟି ଖୋଳା ବ୍ରିଜ ହେଉଛି, ସେ ଯୋଉ ବ୍ରିଜ ସିଧାରେ ଯୋଉ ଖୋଳା ହବ ସଫେଇଟି, ସେ ମାଟିଟା ଏଇ ଚାଷୀ ମାନଙ୍କ ଯୋଉ ଜାଗା ଖାଲ ହେଇଯାଇଥିଲା ପୂର୍ବରୁ, ସେମାନଙ୍କୁ ଦାବି କରିଛନ୍ତି ତା ଦେହରେ ପକାନ୍ତୁ। କାହିଁକିନା ସେମାନେ ଆଉ କିଛି ଦାବି କରୁନାହାନ୍ତି। 10-20 ବର୍ଷ 50 ବର୍ଷ ଯାହା ବି ଯାଇଛି ତାଙ୍କର, ସେ ମଧ୍ୟ କ୍ଷତିପୂରଣ ଚାହୁଁନାହାନ୍ତି। କେବଳ ଚାହୁଁଛନ୍ତି ସରକାର ଯୋଉ ମାଟିଟି ଖୋଳା ହବ, ଆମ ଯୋଉ ଜାଗାରୁ ସବୁ ଧୋଇ ଯାଇଛି ସେଠୁ ତ ମାଟି ବାହାରିବ, ସେ ମାଟିଟା ଆମ ଜାଗାରେ ପକାଯାଉ ବୋଲି ଆମେ ଏମ୍ ନ୍ୟୁଜ ଓଡ଼ିଶା ଟିଭି ମାଧ୍ୟମରେ ରାଜ୍ୟ ସରକାର ପ୍ରଶାସନ ଅଧିକାରୀ କି ଦାବି କରୁଛୁ।